आज ହେଉଛି ଝାରସୁଗୁଡ଼ାର ଜନ୍ମଦିବସ। ନୂଆ ବର୍ଷରେ ଲୋକେ କେତେ ଖୁସି ମନାଉଥିବା ବେଳେ ଝାରସୁଗୁଡ଼ାବାସୀ ନିଜ ଜିଲ୍ଲାର ଜନ୍ମଦିବସ ପାଇଁ ବେଶ୍ ଖୁସି ଅଛନ୍ତି। 1994 ମସିହା ଜାନୁଆରୀ 1ରେ ଜିଲ୍ଲା ମାନ୍ୟତା ପାଇଥିଲା ଝାରସୁଗୁଡ଼ା। ଆଜି ଏହି ଗୌରବମୟ ଦିବସକୁ 31 ପୁରୀ 32 ଚାଲିଲା। ପ୍ରଶାସନ ବି ଜିଲ୍ଲା ପ୍ରତିଷ୍ଠା ଦିବସକୁ ବେଶ୍ ଆଡ଼ମ୍ବର ସହିତ ପାଳନ କରିବା କଥା, କିନ୍ତୁ ଜିଲ୍ଲା ଗଠନ ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଦେଖିଥିବା ବିକାଶର ଯାତ୍ରା ଏବେ ବି ଲକ୍ଷ୍ୟସ୍ଥଳରୁ ବହୁ ଦୂରରେ। ଖଣି ଖାଦାନରେ ଭରା ଶିଳ୍ପାନତ ଝାରସୁଗୁଡ଼ା ଜିଲ୍ଲା ଏବେ ଯୁବାବସ୍ଥାରେ ଉପନେତା ରାଜନୈତିକ ଓ ପ୍ରଶାସନିକ କ୍ଷେତ୍ରରେ ବି ଜିଲ୍ଲାର ଅବଦାନ ଢେର ଅଧିକା, କିନ୍ତୁ ଏବେ ବି ଶିକ୍ଷା ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଝାରସୁଗୁଡ଼ାବାସୀ। ତେବେ ନିକଟ ଅତୀତରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା କିଛି ପଦକ୍ଷେପ ଚଳିତ ବର୍ଷ ଜିଲ୍ଲାରେ ଲାଗି ରହିଥିବା ଶିକ୍ଷା କ୍ଷେତ୍ରରେ ସମସ୍ୟାକୁ ଦୂର କରିବା ନେଇ ଜିଲ୍ଲାବାସୀ ବେଶ୍ ଆଶାବାଦୀ ରହିଛନ୍ତି। ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ଶାସନ କାଳରେ ସମ୍ବଲପୁରରୁ ଅଲଗା ହୋଇ ଝାରସୁଗୁଡ଼ା ନୂତନ ଜିଲ୍ଲାର ମାନ୍ୟତା ପାଇଥିଲା। ଆଜି ଶିଳ୍ପାୟନ ସାଙ୍ଗକୁ ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ହୋଇପାରିଛି, କିନ୍ତୁ ଉଚ୍ଚଶିକ୍ଷା, ବେକାରୀ ସମସ୍ୟାର ସମାଧାନ, ସ୍ଥାନୀୟ ନିଯୁକ୍ତି, ବିସ୍ଥାପନ, କ୍ଷତିପୂରଣ, ଜଳସେଚନ, ପରିବେଶ ପ୍ରଦୂଷଣ ଭଳି ସମସ୍ୟା ବିକାଶ ମାର୍ଗରେ ବାଧକ ସାଜିଛି। ଜିଲ୍ଲାରେ ହୀରାକୁଦ ଜଳଭଣ୍ଡାର ରହିଥିଲେ ସୁଦ୍ଧା ଚାଷୀଙ୍କ କ୍ଷେତକୁ ଜଳସେଚନ ହୋଇପାରୁନି। ଜିଲ୍ଲାର କୌଣସି ଡିଗ୍ରୀ କଲେଜକୁ ଅଦ୍ୟାବଧି ସରକାରୀ ମାନ୍ୟତା ମିଳିପାରି ନାହିଁ। ଭଲ ତ ବହୁତ ଅଛି, ଅଭାବ ବି ଅଛି। 32 ବର୍ଷରେ ଆମର ଜିଲ୍ଲାଟା ପଦାର୍ପଣ କଲା, ସେଟା ଗୋଟେ ବହୁତ ଖୁସି ଖବର। ଏ ଭିତରେ ବହୁତ ଗୁଡ଼ାଏ ଚେଞ୍ଜେସ୍ ହେଇଯାଇଛି। କେତେ ଗୁଡ଼ାକ ଟିକେ ଅସୁବିଧା, କରୋନା ମହାମାରୀରୁ ବି ଆମେ ସବୁ ଉଠିଛୁ, ବେଲପାହାଡ଼ବାସୀ ବହୁତ ଏଥିରେ ଲଢ଼ିକିରି ଉଠିଛୁ। ଆଉ ଗୋଟେ ବହୁତ ଖୁସିର କଥା, ଏବେ ଆମର ଯେଉଁ ଆମର ଏୟାରପୋର୍ଟଟା ହେଲା ଝାରସୁଗୁଡ଼ାରେ, ସେଥିରେ ବହୁତ ସୁବିଧା। ଏବେ 4ଟା ବଡ଼ ବଡ଼ ସହରକୁ ଆମର ଯେଉଁ କନେକ୍ଟିଭିଟି ଅଛି, ଉଡ଼ାଜାହାଜରେ ଲୋକ ଯାଇକରି ପହଞ୍ଚୁଛନ୍ତି। ଆଗ ଆମେ ଡିପେଣ୍ଡେଣ୍ଟ ହେଉଥିଲୁ ସବୁବେଳେ ଟ୍ରେନ୍ ଉପରେ, ସେଟା ଗୋଟେ ବହୁତ ଖୁସିର କଥା। ଆର୍ ଇନ୍ ଫ୍ୟୁଚରରେ ବି ଭବିଷ୍ୟତରେ ବି ଆହୁରି କିଛି ଡେଭଲପମେଣ୍ଟ ହେବ। ବିଶେଷ ଭାବରେ ଝାରସୁଗୁଡ଼ା ଜିଲ୍ଲାରେ ଆଜି ପର୍ଯ୍ୟନ୍ତ କୌଣସି ଏକ ସରକାରୀ କଲେଜ ହେଇପାରିଲା ନାହିଁ, ସବୁଠୁ ବଡ଼ ଦୁଃଖ କଥା। ଏହା ସହିତ କେବଳ ଶିଳ୍ପକୁ ଦେଖିଲେ ହେବ ନାହିଁ, ଶିଳ୍ପ ସହିତ ଝାରସୁଗୁଡ଼ା ଜିଲ୍ଲାର ଅଧାରୁ ଅଧିକ ଲୋକ ଚାଷ ଉପରେ ନିର୍ଭର କରନ୍ତି। ସେହି ତୁଳନାରେ ଜଳସେଚନର ଘୋର ଅଭାବ ରହିଛି ବିଭିନ୍ନ ବ୍ଲକ ମାନଙ୍କରେ। ବିଶେଷ ଭାବରେ କୋଇଲିଗୁଗରରୁ ଯେଉଁ ଦେବଦର ଏକ ଚେକଡ୍ୟାମ୍ ହେବା କଥା, ଯେଉଁଥିରେ ସେହି ଅଞ୍ଚଳରେ ଜଳସେଚନ ହେବା କଥା, ତାହା ସମ୍ପୂର୍ଣ୍ଣ ଭାବରେ ହେଇପାରି ନାହିଁ। ଗୁଡ଼ାଏ ଉଠା ଜଳସେଚନ ଏଯାଏ କାର୍ଯ୍ୟକ୍ଷମ ହେଇପାରିନି, କିମ୍ବା ଯେଉଁଟା ବି ହେଇଛି ତାର ସଠିକ୍ ଭାବରେ କାର୍ଯ୍ୟକାରୀ ହେଇପାରୁନାହିଁ। ସେଇଟା ଗୋଟେ ସବୁଠାରୁ ବଡ଼ ଦୁଃଖ ରହିଛି ଏ 32 ବର୍ଷରେ। ତା ଛଡ଼ା ନିଶ୍ଚିତ ଭାବରେ ଝାରସୁଗୁଡ଼ା ଜିଲ୍ଲା ଶିଳ୍ପ ଅଭିବୃଦ୍ଧି ସହିତ ଏବେ ପ୍ରଦୂଷଣ ପାଇଁ ବହୁତ ପରିଚିତ। ଏଠି ପ୍ରଦୂଷଣ ହାର ବହୁତ ମାତ୍ରାରେ ବଢ଼ିଯାଇଛି। ଫଳରେ ଝାରସୁଗୁଡ଼ା ଯେଉଁ 32 ବର୍ଷର ଯେଉଁ ଜର୍ଣ୍ଣି ବା 32 ବର୍ଷ ଗଠନରେ କେବଳ ଇଣ୍ଡଷ୍ଟ୍ରି ନୁହଁ, କେବଳ ଶିଳ୍ପର ଅଭିବୃଦ୍ଧି ହେଇନି, ଏଠି ଅଭିବୃଦ୍ଧି ହେଇଛି ପଲ୍ୟୁସନର, ଲୋକସଂଖ୍ୟାର, ଜନସଂଖ୍ୟାର, ଆଉ ମୁଁ ତ କହିବି ବେରୋଜଗାରୀ ବି ମଧ୍ୟ ସେ ତୁଳନାରେ ଅଧିକ ବଢ଼ିଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଭିତ୍ତିଭୂମି ଗଢ଼ି ଦିଆଯାଇଛି, କିନ୍ତୁ ଡାକ୍ତର ତଥା କର୍ମଚାରୀ ଅଭାବ। ସାମାନ୍ୟ ଅଲ୍ଟ୍ରାସାଉଣ୍ଡ ବି କରିବାକୁ ଗରିବ ଲୋକଙ୍କୁ ପକେଟରୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। କାର୍ଡ଼ିଆକ୍ କେୟାର ହସ୍ପିଟାଲ ଖୋଲା ଦିଆଯାଇଥିଲେ ବି ଏଠାରେ ରୋଗୀଙ୍କୁ କେବଳ ଦନ୍ତ ଚିକିତ୍ସା ମିଳୁଛି। କାରଖାନାର ଦୂଷିତ ପାଣି ଓ ବର୍ଜ୍ୟ ପାଇଁ ନଦୀ, ନାଳ, ଚାଷ ଜମି ପ୍ରଦୂଷିତ ହେଉଥିବା ବେଳେ ବିଷ ବଳୟରେ ଝାରସୁଗୁଡ଼ାବାସୀ ଅଣନିଶ୍ୱାସୀ ହୋଇଗଲେଣି। 49 ନମ୍ବର ଜାତୀୟ ରାଜପଥର ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଇବ୍ ନଦୀରେ ଦ୍ୱିତୀୟ ପୋଲ ନିର୍ମାଣ ମଧ୍ୟ ବିଳମ୍ବିତ ହୋଇଚାଲିଛି, କିନ୍ତୁ ଏ ଉଭୟ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଏବେ ବି କାଗଜରେ ହିଁ ସୀମିତ ରହିଯାଇଛି। 32 ବର୍ଷ ହେଲା ଝାରସୁଗୁଡ଼ା ଡିଷ୍ଟ୍ରିକ୍ଟରେ ବହୁତ ବିକାଶ ହେଇଛେ। ଆଉ ଯେତେ ବି ଆଗଲିନ ଆମର ପ୍ରତିନିଧି ମାନେ, जनप्रतिनिधि ମାନେ ଥିଲେ, ସବେ ବହୁତ विकास धारा के आगे नहीं एबे भी जेन अच्छन से माने भी विकास धारा के बहुत आगे नबाले चेष्टा करछन। किंतु मझीरे गोटे देखवाले पड़े स्वर्गत नव दास थिले बेले हमर हार्ट हॉस्पिटल जेन निर्माण होता सेटा एखन भी कार्यकारी नुहे है। सेटा जदि कार्यकारी हेता बेले हमर इने लोक माने तार फायदाटा नेते एखन सेति लगी प्राइवेट हॉस्पिटल मान के डिपेंडेंट होचन।
आमर स्वास्थ्य उपरे ना बहुत असुविधा भी होचे लोक मान को आउ आमे तो प्राय अनुरोध भी करछुं कि से हार्ट हॉस्पिटल टा कार्यक्षम हो आउ झारसुगुड़ा डिस्ट्रिक्ट बहुत आगे 32 वर्ष भितर आउ आशा करछुं आगे भी बहुत आगे जीवा। झारसुगुड़ारू संतोष साहू रिपोर्ट के न्यूज ओडिशा।